ଦ୍ୱନ୍ଦ୍ୱ ସମାସ। ଦ୍ୱନ୍ଦ୍ୱ ସମାସ ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥିବ। ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦ ନାମବାଚକ ଶବ୍ଦକୁ ବିଶେଷ୍ୟ ପଦ କୁହାଯାଏ। ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ଯେମିତିକି ଗଛଟି ଫୁଲ ଫଳରେ ଭରା ହୋଇଛି, ଏଠାର ଫୁଲ ଫଳ ହେଉଛି ବିଶେଷ୍ୟ ପଦ। ତେଣୁ ଫୁଲ ଫଳ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଯଥା ଫୁଲ ଓ ଫଳ। ଏଠାରେ ଦୁଇଟି ଯାକ ବିଶେଷ୍ୟ ପଦ। ସମସ୍ତ ପଦରେ ଦୁଇଟିର ଅର୍ଥର ସମାନ ପ୍ରାଧାନ୍ୟ ରହୁଛି। ସେହିପରି ଦୁଇରୁ ଅଧିକ ଶବ୍ଦ ବି ମିଶିପାରନ୍ତି ଯଥା ରାମ ଲକ୍ଷ୍ମଣ ସୀତା। ରାମ ଲକ୍ଷ୍ମଣ ସୀତା। ଧର୍ମ ଅର୍ଥ କାମ ଓ ମୋକ୍ଷ। ଧର୍ମାର୍ଥ କାମ ମୋକ୍ଷ। ଏଥିରୁ ଜଣାଗଲା ଯେ ପ୍ରତ୍ୟେକ ପଦର